ମୋତେ ମାରିଦେବା ପାଇଁ ଚାଲିଥିଲା ମସୁଧା। ପୁରା ଜୀବନରୁ ଶେଷ କରିଦେବା ପାଇଁ ଯୋଜନା ବି ହୋଇଥିଲା। ଆଉ ଯୋଜନାକୁ ସତର ରୂପରେଖ ଦେବା ପାଇଁ ମୋ ଉପରେ ବୋମା ମାଡ଼ ବି କରାଯାଇଥିଲା। ଗୋଟିଏ କି ଦୁଇଟି ନୁହେଁ, ତିନୋଟି ବୋମା ମାଡ଼ ମୋରି ଉପରେ କରାଯାଇଥିଲା। କିନ୍ତୁ ଭଗବାନଙ୍କ କୃପାରୁ ମୁଁ ବଞ୍ଚିଗଲି। ବୋଧେ ମୋ ହାତରେ ଭଗବାନ ଲୋକଙ୍କ ସେବା କରାଇବାର ଥିଲା, ତେଣୁ ଭଗବାନ ମୋତେ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଲେ। ଏଭଳି କିଛି କହି ରାଜ୍ୟବାସୀଙ୍କୁ ଚମକାଇ ଦେଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲାଷ୍ଟରେ ମୋତେ ଗତ ସରକାର ଯୋଜନା କରିଲେ ଇଏ ବେଶୀ ଲଢ଼େଇ କରୁଛି, ବିଧାନସଭାରେ ବେଶୀ ପାର୍ଟି କରୁଛି, ତାକୁ ଦିଅ ଉଡ଼େଇ ଦେବା। ମୋତେ ବମ୍ବିଂ କରିଲେ, ମୋତେ ମାରିବା ପାଇଁ ଯୋଜନା କରିଲେ, ଦିଟା ବମ୍ ଫୋପାଡ଼ିଲେ। କିନ୍ତୁ ଉପରବାଲା ଅଛି ନା, ଯୋଉଠି ଉପରବାଲା ଥିବେ ସେଠି ଯିଏ ମାରିଲେ ବି ମାରିପାରିବେ ନାହିଁ। ବିଧାନସଭା ଭିତରେ ଏବଂ ବାହାରେ ମୁଁ ସର୍ବଦା ସରକାରଙ୍କ ବିରୋଧରେ ଲଢ଼େଇ କରୁଥିବାରୁ ମୋତେ ବୋମା ପକାଇ ଉଡ଼େଇ ଦେବା ପାଇଁ ଚେଷ୍ଟା କରିଥିଲେ ପୂର୍ବର ବିଜେଡି ସରକାର। ସୁନ୍ଦରଗଡ଼ର ଏକ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବ ବିଜେଡି ସରକାର ଉପରେ ଏଭଳି ବସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋହନ କହିଛନ୍ତି, ଜିଲ୍ଲାରେ ରହିଥିବା ଖଣିଜ ପାଣ୍ଠି ଅନୁଦାନରେ ବିକାଶ ନାଁରେ ବିଜେଡି ନେତାମାନେ ବିନାଶ କରିଥିଲେ ଆଉ ପାଣ୍ଠିକୁ ହରିଲୁଟ କରୁଥିଲେ। ତେବେ ଜିଲ୍ଲାର ବିକାଶ ପାଇଁ ମୁଁ ଲଢୁଥିବାରୁ ମୋରି ଉପରେ ବୋମା ପକାଇ ମୋତେ ଉଡ଼େଇ ଦେବା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଭଗବାନଙ୍କ ପାଇଁ ମୁଁ ବଞ୍ଚି ଯାଇଥିଲି ଏବଂ ଆଜି ଆପଣମାନଙ୍କ ସାମ୍ନାରେ ଠିଆ ହୋଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଭଗବାନଙ୍କ ଇଚ୍ଛା ଥିଲା ମୋତେ ଓଡ଼ିଶାର ଦାୟିତ୍ୱ ମିଳିବ। ନୂଆ ଓଡ଼ିଶା ଗଠନ, ବିକଶିତ ଓଡ଼ିଶା ଗଠନ ସହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବୋଧେ ମୋତେ ଭଗବାନ ବଞ୍ଚାଇ ଯାଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ଆଜି ସେ ସୁଯୋଗ ମଧ୍ୟ ମିଳିଛି। ଏଣୁ କେନ୍ଦ୍ର ଓ ରାଜ୍ୟର ସହଯୋଗରେ ସୁନ୍ଦରଗଡ଼ କେନ୍ଦୁଝର ଅନେକ ଉନ୍ନତି କରାଯିବ। ଏଠାରୁ ମିଳିଥିବା ରାଜସ୍ୱରେ ଅନେକ କିଛି ଉନ୍ନତି ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।